ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କୁ ମହାନାମ ଧନ୍ୟବାଦ ହଉ। ଆଉ ଆପଣମାନେ ସମସ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ବହୁଳ ଭାବରେ ଆଶୀର୍ବାଦ ପ୍ରାପ୍ତ ହେଉଛ ବୋଲି ମୁଁ ବିଶ୍ୱାସ କରୁଅଛି। ହାଲେଲୁୟା। ଆଜି ପୁନର୍ବାର ଏ ସନ୍ଧ୍ୟାକାଳ ସମୟରେ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଥିବାରୁ ପ୍ରଭୁଙ୍କ ନାମ ଧନ୍ୟବାଦ କରୁଅଛି। ମୋ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନଙ୍କୁ ମୁଁ ପ୍ରଭୁଙ୍କ ନାମ ଧନ୍ୟବାଦ ଦିଏ, କାରଣ ଆପଣମାନେ ଆମ ସିୟନ ମଣ୍ଡଳୀର ବାକ୍ୟ ଅର୍ଥାତ୍ ଆମ ସିୟନ ମଣ୍ଡଳୀ ଖ୍ରୀଷ୍ଟିଆନ ମେସେଜ୍ ଆପଣମାନେ ଦେଖୁଅଛନ୍ତି ଏବଂ ଆତ୍ମିକରେ ବଢ଼ୁଅଛନ୍ତି ବୋଲି ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଧନ୍ୟବାଦ କରୁଅଛି। ଆସନ୍ତୁ ମୋର ପ୍ରିୟ ଲୋକମାନେ, ଆଜି ମଧ୍ୟ ପ୍ରଭୁଙ୍କ ବାକ୍ୟ ନେଇ ତୁମମାନଙ୍କ ନିକଟକୁ ଆସିଅଛି। ତୁମର ପ୍ରିୟ ଭାଇ ଅରୁଣ କୁମାର ପଟ୍ଟନାୟକ। ଆମେମାନେ ଆତ୍ମିକ ଯାତ୍ରାରେ ଅଛୁ। ଇସ୍ରାଏଲ ଲୋକମାନେ ଯେ ପ୍ରକାର କିନାନରେ ପ୍ରବେଶ କଲା ପର୍ଯ୍ୟନ୍ତ ମାନା ଖାଉଥିଲେ, ଠିକ୍ ସେହି ପ୍ରକାର ଆମେମାନେ ମଧ୍ୟ ପରମେଶ୍ୱରଙ୍କର ସେହି ସିୟନରେ ପ୍ରବେଶ କରିବା ପର୍ଯ୍ୟନ୍ତ ଆମେମାନେ ମଧ୍ୟ ଆତ୍ମିକ ଖାଦ୍ୟ ଦୈନନ୍ଦିନ ଭୋଜନ କରିବାକୁ ପଡ଼ିବ। ତେଣୁକରି ଆତ୍ମିକ ଖାଦ୍ୟ ଏ ପୃଥିବୀରେ କୌଣସି ରେଷ୍ଟୁରାଣ୍ଟରେ କୌଣସି ବଡ଼ ବଡ଼ ହୋଟେଲରେ ରେଷ୍ଟ ହାଉସ୍ରେ ମିଳିବ ନାହିଁ। ଆପଣ ଯେତେ ଟଙ୍କା ଦେଲେ ବି ଆତ୍ମିକ ଖାଦ୍ୟ ମିଳିବ ନାହିଁ। ତେଣୁକରି ଆପଣମାନେ ଅଧିକ କଷ୍ଟ କିଛି କରିବାକୁ ପଡ଼ିବ ନାହିଁ ବର୍ତ୍ତମାନ ସମୟରେ, କାରଣ ପରମେଶ୍ୱରଙ୍କର ବଧୂକନ୍ୟା ଅର୍ଥାତ୍ ମଣ୍ଡଳୀ ପୃଥିବୀ ଉପରେ ଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଲୋକମାନଙ୍କର କୌଣସି ଆତ୍ମିକ ବିଷୟର ଅଭାବ ହେବ ନାହିଁ, କି ଜାଗତିକରେ ଚଳିବା ପାଇଁ ମଧ୍ୟ ଅଭାବ ହେବ ନାହିଁ। କିନ୍ତୁ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ପୂର୍ଣ୍ଣ ବିଶ୍ୱାସ ସହିତ ସମସ୍ତ ମନ ଆତ୍ମା ପ୍ରାଣ ଦେଇ ପ୍ରଭୁଙ୍କୁ ଯଦି ଆମେ ବିଶ୍ୱାସ ସହିତ ଆମେ ସିୟନ ଯାତ୍ରା କରିବା, ତାହେଲେ ନିଶ୍ଚିତ ଭାବରେ ଆମମାନଙ୍କର ଜୀବନର ଶେଷରେ ଆମେ ଯୀଶୁଖ୍ରୀଷ୍ଟଙ୍କୁ ଭେଟିପାରିବା ଏବଂ ତାଙ୍କ ସହିତ ଆମେ ଚିରକାଳ ରହିପାରିବା। ତେଣୁକରି ମୋର ପ୍ରିୟ ଲୋକମାନେ, ଆଜି ଆପଣମାନେ ଆମର ଏ ସିୟନ ମଣ୍ଡଳୀ ମେସେଜ୍ ଶୁଣୁଅଛନ୍ତି ଭଲ, କିନ୍ତୁ ଆପଣମାନେ କେବଳ ଶୁଣିବେ ତାହା ନୁହେଁ ବା ଦେଖିବେ ତାହା ନୁହେଁ। ଆପଣମାନେ ଶୁଣିବା ପରେ କେଉଁ ବିଷୟ ଶୁଣିଲେ ଆଉ କେଉଁ ବାକ୍ୟ ଶୁଣିଲେ ସେ ବାକ୍ୟର ନିକଟତ୍ୱ କ'ଣ, ପ୍ରଭୁଙ୍କୁ ପ୍ରାର୍ଥନାରେ ମାଗନ୍ତୁ। ଆପଣମାନେ ଆଉ ଯଦି ପ୍ରାର୍ଥନାର ସହିତ ଯଦି ବାକ୍ୟ ଦେଖିବେ ବା ଶୁଣିବେ, ତାହେଲେ ଆପଣମାନେ ଆତ୍ମିକତାରେ ବଢ଼ିପାରିବେ। ଆସନ୍ତୁ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ମୁଁ ଗୋଟେ ମୂଳ ବାକ୍ୟ ପଢ଼ିବି, ତାପରେ ଆମେମାନେ ଆଜିର କାର୍ଯ୍ୟକ୍ରମକୁ ଆଗେଇ ନେବା ପ୍ରାର୍ଥନା ସହିତ। ମୋ ସହିତ ଖୋଲନ୍ତୁ ଏଫେସୀୟ ପୁସ୍ତକ ତାର ଶେଷ ପର୍ବ 6 ପର୍ବ ତାର 18 ପଦ ଆମେମାନେ ପଢ଼ିବା। ଏଫେସୀୟ ପୁସ୍ତକ 6 ପର୍ବ ତାର 18 ପଦ ଆମେମାନେ ପଢ଼ିବା।
ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକାନ୍ତ ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର। ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଶୃଙ୍ଖଳାବଦ୍ଧ ରାଜଦୂତ ସ୍ୱରୂପ ଯେ ମୁଁ ମୋତେ ସେହି ସୁସମାଚାର ନିଗୂଢ଼ ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ପ୍ରଚାର କରିବା ସମୟରେ ବାକ୍ୟ ଦିଆଯିବ। ପୁଣି ମୁଁ ଯେପରି ତତ୍ ସମ୍ବନ୍ଧରେ ଯଥୋଚିତ କଥା କହିବାକୁ ସାହସ ପ୍ରାପ୍ତ ହେବି। ପ୍ରଭୁ ପଠିତ ବାକ୍ୟ ଦେଇ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ମୋ ପ୍ରିୟ ଲୋକମାନେ, ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଜୀବନ୍ତ ସଦା ପ୍ରଭୁ ଆଶ୍ଚର୍ଯ୍ୟ ପରାକ୍ରାନ୍ତ ପରମେଶ୍ୱର, ଆମକୁ ଧନ୍ୟବାଦ କରୁଅଛୁ। ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନଙ୍କ ସହିତ ତୁମ କଥା କୁହ। ପ୍ରଭୁ, ଆମେ ଯେ ପ୍ରକାର ଏ ଶେଷ ଦିନମାନଙ୍କରେ ତୁମର ଆତ୍ମାଙ୍କ ସାହାଯ୍ୟରେ ଜୀବନଯାପନ କରିବୁ, ସେଥିପାଇଁ ସାହାଯ୍ୟ କର। ଆମମାନେ ଶୁଣିଥିବା ବାକ୍ୟ, ଆମେ ପଢ଼ିଥିବା ବାକ୍ୟ ଯେ ପ୍ରକାର ଶୈତାନ ହରଣ କରି ନ ନିଏ, ତେଣୁକରି ଆମମାନଙ୍କୁ ତୁମେ ଯେ ବିଶ୍ୱାସରେ ଦୃଢ଼ କର ବୋଲି ଯେତେ ଲୋକ ପ୍ରଭୁ ଏ ବାକ୍ୟ ଶୁଣୁଅଛନ୍ତି, ସେ ସମସ୍ତଙ୍କୁ ନାମ ନାମ ଧରି ତୁମେ ଆଶୀର୍ବାଦ କର ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କଲି। ଆମେନ୍। ହାଲେଲୁୟା। ମୋ ପ୍ରିୟ ଲୋକମାନେ, ଏ ଜାଗାରେ ଏଫେସୀୟ ମଣ୍ଡଳୀକୁ ପ୍ରେରିତ ପାଉଲ କହୁଅଛନ୍ତି, ତାଙ୍କ ଶେଷ ଏଫେସୀୟ ମଣ୍ଡଳୀର ଆଉ ଏଫେସୀୟ ମଣ୍ଡଳୀରେ ବାସ୍ତବରେ କହିବାକୁ ଗଲେ 2ଟି ପୁସ୍ତକ, କିନ୍ତୁ ବାଇବେଲରେ ଗୋଟେ ପୁସ୍ତକର ନାମ ଲେଖା ଯାଇଛି। ହେଲେ ସେ ବିଷୟ ମୁଁ ତୁମକୁ ଆଗାମୀ ଦିନମାନଙ୍କରେ କହିବି। ବର୍ତ୍ତମାନ ଏଫେସୀୟ ପୁସ୍ତକର ତାର ଶେଷ ପର୍ବ 6 ପର୍ବ ତାର 18 ପଦରେ ପ୍ରେରିତ ପାଉଲ କହୁଅଛନ୍ତି, ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। ହାଲେଲୁୟା। ସର୍ବପ୍ରକାର ପ୍ରାର୍ଥନା, କି ପ୍ରକାର ପ୍ରାର୍ଥନା ଅଛି? କି ପ୍ରକାର ନିବେଦନ ଅଛି? ତମ ପ୍ରାର୍ଥନା କରୁଥିବା ସମୟରେ ଅନେକ ବିଷୟ ପ୍ରଭୁଙ୍କ ନିକଟରେ ମାଗିଥାଅ। ହେଲେ ଆମେମାନଙ୍କର ନିବେଦନ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କରିବାକୁ ପଡ଼ିବ। ପ୍ରାର୍ଥନା ବୋଲି କହିଲେ ପରମେଶ୍ୱରଙ୍କ ସହିତ ଆମେ ଆଲାପ କରିବା, ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରିବା, ପରମେଶ୍ୱରଙ୍କ ନିକଟରେ ଆମମାନଙ୍କ ନିବେଦନ ସବୁ ଜଣାଇବା। ଆମମାନଙ୍କ ନିବେଦନ ସବୁ ପରମେଶ୍ୱରଙ୍କ ନିକଟରେ କେମିତି ଜଣାଇବାକୁ ପଡ଼ିବ ବୋଲି କହିଲେ, ସେଠି କହୁଅଛନ୍ତି ଆତ୍ମାଙ୍କ ସାହାଯ୍ୟରେ। ପ୍ରଭୁ ଯୀଶୁ ଯେଉଁ ଆତ୍ମା ଆମମାନଙ୍କୁ ଦେଇଅଛନ୍ତି, ସେ ଆତ୍ମାର ନାମ ହେଉଛି ପବିତ୍ର ଆତ୍ମା। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଆତ୍ମା, ତାଙ୍କ ନିଜର ଆତ୍ମା। ସେ ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କରିବାକୁ କହୁଛନ୍ତି। ଯେହେତୁ ତାଙ୍କ ସାହାଯ୍ୟରେ, ଆତ୍ମାଙ୍କ ସାହାଯ୍ୟରେ ଯଦି ତୁମେ ପ୍ରାର୍ଥନା କରିବ, ସେ ଆତ୍ମା ତୁମ ସପକ୍ଷରେ ସାକ୍ଷ୍ୟ ଦେବ। ସେ ଆତ୍ମା ତୁମ ସପକ୍ଷରେ କ'ଣ କରିବ? ସାକ୍ଷ୍ୟ ଦେବ। କ'ଣ ବୋଲି ସାକ୍ଷ୍ୟ ଦେବ?
ତୁମେ ମାନେ ଯେତେ ଥର ପ୍ରାର୍ଥନା କରୁଛ ସେତେ ଥର ତୁମେ ଯାହା କିଛି ମାଗିକିରି ବା ନିବେଦନ କରିକି ତା ପାଇବାକୁ ବିଳମ୍ବ ହେଲେ ଆଉ ତୁମେ ପ୍ରାର୍ଥନା କରିବା ନିବେଦନ ଗୁଡ଼ାକ ତୁମେ ଭୁଲି ଯାଇଥାଅ। ହାଲେଲୁୟା। କିନ୍ତୁ ପବିତ୍ର ଆତ୍ମା ଭୁଲନ୍ତି ନାହିଁ। ପବିତ୍ର ଆତ୍ମା ତୁମ ସପକ୍ଷରେ ସେ ସାକ୍ଷୀ ହେଇକି ରହନ୍ତି। ତୁମ ସପକ୍ଷରେ ପରମେଶ୍ୱରଙ୍କ ପାଖକୁ ସଦାସର୍ବଦା ପବିତ୍ର ଆତ୍ମା ଯାଆନ୍ତି ଆସନ୍ତି। ଯେହେତୁ ପରମେଶ୍ୱର ଆତ୍ମା ହେଉଛନ୍ତି ପବିତ୍ର ଆତ୍ମା। ପରମେଶ୍ୱର ଅଗଣ୍ୟ ଜ୍ୟୋତିର୍ଗଣ ପରମେଶ୍ୱର, ସେ ବହୁ ଉର୍ଦ୍ଧ୍ୱରେ। ସେ ପରମେଶ୍ୱର ବାକ୍ୟ ରୂପ ଧାରଣ କରି ପରମେଶ୍ୱରଙ୍କ ସହିତ ଥିଲେ। ସେହି ପରମେଶ୍ୱର ମନୁଷ୍ୟ ରୂପ ଧାରଣ କରି ଏ ଜଗତକୁ ଯୀଶୁଙ୍କ ରୂପରେ ଆସିଲେ। ସେ ଆମ ସହିତ ରହିଲେ, ସର୍ବ ପାପ ପରିହାର ପାଇଁ ତାଙ୍କ ନିଜର ଜୀବନ ଦେଲେ। ଅବଶେଷରେ ମୃତ୍ୟୁକୁ ଜୟ କରି ସେ ପରମେଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଅଛନ୍ତି। ସେ ପୁନର୍ବାର ଆସିବେ। ସେ ପୁନର୍ବାର ଆସିବେ। ସେ ଆସିବା ସମୟରେ ସର୍ବଜଗତରେ ଯେତିକି ମାନବ ଜାତି ଅଛନ୍ତି ସେମାନେ ମୁଖରେ ପ୍ରଭୁ ବୋଲି ସ୍ୱୀକାର କରିବେ। ସେମାନେ ଆଣ୍ଟେଇକି କହିବେ, ପ୍ରଭୁ ଆମମାନଙ୍କୁ ସୁଯୋଗ ଥିବା ସମୟରେ ଆମେ ତୁମକୁ କ'ଣ କଲୁ ନାହିଁ, ବିଶ୍ୱାସ କଲୁ ନାହିଁ। ପ୍ରଭୁ ଯଦି ସୁଯୋଗ ଥିଲେ ଆମମାନଙ୍କୁ ସାହାଯ୍ୟ କର। ସମସ୍ତେ କହିବେ ଯୀଶୁ ଈଶ୍ୱର ବୋଲି। କାରଣ ପରମେଶ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ଆତ୍ମାଙ୍କ ଜରିଆରେ ଆମମାନଙ୍କୁ ନିବେଦନ ସବୁ ସେ ମୁଦ୍ରାଙ୍କିତ କରିଅଛନ୍ତି। ମୁଦ୍ରାଙ୍କିତ କରିଅଛନ୍ତି। ମୋର ପ୍ରିୟ ଲୋକମାନେ, ଆପଣମାନେ ଶାନ୍ତିରେ ଶୁଣନ୍ତୁ। ବାକ୍ୟକୁ ଆପଣମାନେ ଆତ୍ମାଙ୍କ ସାହାଯ୍ୟରେ ଶୁଣିବାକୁ ଚେଷ୍ଟା କରନ୍ତୁ। ସେଠି ତା ପୂର୍ବ ପଦରେ ଯଦି ଆମେ ଦେଖିବା, ସେ 6 ପର୍ବ ତାର 15 ପଦରେ ଶାନ୍ତିଦାୟକ ସୁଷମାଚାର ନିମନ୍ତେ ସୁସଜ୍ଜିତା ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥାଅ। ଅଟଳ ମାନେ ଟଳିବାର ନାହିଁ। ନ ଟଳିବାର ଅଛି ବୋଲି କହିଲେ ଆମମାନଙ୍କର ପାଦୁକା, ଯେଉଁ ପାଦୁକା ଆମେ ପିନ୍ଧିଛୁ, ସେ ପାଦୁକା ଅପ୍ ଆଣ୍ଡ ଡାଉନ୍ ହେବାକୁ ହେବ ନାହିଁ। ଥଳି ଯାଉଥିଲେ ପଡ଼ିଯିବ। ଆଜିକାଲି ଝିଅ ପିଲାମାନେ ବଡ଼ ବଡ଼ ହ୍ୱିଲ୍ ଚପଲ ଯାକ ପିନ୍ଧୁଛନ୍ତି। ସେମାନେ ଦୌଡ଼ି ପାରନ୍ତି ନାହିଁ। ଟିକେ ଏଆଡ଼େ ସିଆଡ଼େ ହେଇଗଲେ ଆଣ୍ଠୁ ଗଣ୍ଠି ସବୁ ଭାଙ୍ଗିଯିବ। ସେମିତିକାର ଚପଲ ଯାକ ପିନ୍ଧୁଛନ୍ତି। କିଛି ଫାଇଦା ନାହିଁ ସେ ଚପଲ ପିନ୍ଧିବାରେ। ହାଲେଲୁୟା। ସୁସଜ୍ଜିତ ଚପଲ, ସୁସଜ୍ଜିତ ପାଦୁକା, ତା ନାଁ ହେଉଛି ଶାନ୍ତିଦାୟକ ସୁଷମାଚାର ନିମନ୍ତେ ସୁସଜ୍ଜିତ ରୂପ ପାଦୁକା ପାଦରେ ପିନ୍ଧି। ସୁଷମାଚାରର ନିମନ୍ତେ, ସୁଷମାଚାର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବଚନ। ପ୍ରଭୁ ଯୀଶୁ ତୁମମାନଙ୍କୁ କେଉଁ ସ୍ଥିତିରେ ରଖିବାକୁ ଯାଉଅଛନ୍ତି ସେହି ବିଷୟ ପାଇବା ପାଇଁ ତୁମମାନଙ୍କୁ ଶାନ୍ତିଦାୟକ ସୁଷମାଚାର ନିମନ୍ତେ ଯିବାକୁ ପଡ଼ିବ। କେଉଁଠିକି ଯିବାକୁ ପଡ଼ିବ? ଯୀଶୁଙ୍କ ପାଖକୁ।
परमेश्वर चामू जीवार अच्छे बोले तुम्हें गमन करने को पड़ो, चलवा को पड़ो। चलवा समय रे तुमको भल चप्पल पिंधा को पड़ो, नहले थलीजीव पड़ीजीव। तुम मानकर लक्ष्य स्थल को पहुँची पार ना। तुम मानकर पादुका तुमने जो विषय विश्वास कर, जो सुसमाचार विश्वास कर, से सुसमाचार जब ठीक अच्छी ताले तुम ठीक पादुका पिंधि अछ। हालेलुया। तुम मानकर शिक्षा, जो शिक्षा तुम पाओछ तुम दास मान जरिया से शिक्षा शांतिदायक सुसमाचार रही अच्छे। से शिक्षा परमेश्वर प्रभु जीशु ख्रीष्टर शांतिदायक सुसमाचार अच्छे। ताहा जदि तुम मैंने पाइछ ताहले तुम्हें सुसज्जिता रूप पादुका पिंधिकी अठल हो रही अछ। तुम पकईवा पाद ठीक अच्छी। तुम्हें जो सुसज्जित पादुका पिंधि अछ ताहा ठीक अच्छी। आ तुम कौन सी प्रॉब्लम हेब ना, असुविधा हेब ना, जेहेतु शांतिदायक सुसमाचार तुम्हें शुणियछ। प्रभु को तुम्हें पाइबा पाई तांको निकटरे सुसमाचार पाइबा पाई, सुसमाचार अनुग्रह दान पाइबा पाई तुम मानू से जगह को जीवाकू पड़ो। से जगह को जीवार अच्छे बोले तुम मानू सुसज्जिता पादुका पिंधा को पड़ो। ताहा जदि पिंधिब से लिखाई 17 लिखाई पुनि परित्राण रूप चिरस्त्राण परिधान कर और आत्मा खड्ग अर्थात ईश्वर वाक्य धारण कर। हालेलुया। कौन करवार अच्छी? तुम्हें जिते बेले शांतिदायक सुसमाचार शुणब सेते बेले तुम जदि ठीक से ठीक बाट चलुच, जीशु को पत्र जो चलुच ताहले तुम्हें पिंधा चप्पल मध्य बा पादुका मध्य ठीक से पिंधुच एवं चलुच। से मानू परित्राण रूप चिरस्थान परिधान करने को पड़ो। से जो परित्राण पाई अछंती से परित्राण भूषण रूपे शिरस्त्राण माने मुकुट सदृश से परिधान करी आत्मा खड्ग अर्थात ईश्वर वाक्य। आत्मा खड्ग माने ईश्वर वाक्य। ईश्वर वाक्य को अनेक अर्थ अच्छी। सुसज्जित पादुका बोल कहले ईश्वर वाक्य आका। आउ परित्राणर चिरस्त्राण बोल कहले भी ईश्वर वाक्य को धारण करवा। आत्मा खड्ग अर्थात ईश्वर वाक्य। वाक्य ही सब किछि। मोर प्रिय लोक माने आमे माने जेते बेले सुसमाचार शुणी अच्छु ताहा शांतिदायक अटे। शांतिदायक सुसमाचार रे अनेक विषय अच्छी।
ତାହା ପାଇବା ପାଇଁ ଆମେ ଧାବମାନ ହେବାକୁ ପଡ଼ିବ। ମୋର ପ୍ରିୟ ଲୋକମାନେ, ଇସ୍ରାଏଲ ଲୋକମାନଙ୍କୁ ପରମେଶ୍ୱର ଏକ ସୁସଜ୍ଜିତ ଅର୍ଥାତ୍ ଦୁଗ୍ଧମଧୁ ପ୍ରବାହିତ ଦେଶ ପ୍ରସ୍ତୁତ କରି ତୈ ମଧ୍ୟରେ ସେମାନେ ଯେ ପ୍ରକାର ବସବାସ କରିବେ ଏବଂ ପରମେଶ୍ୱରଙ୍କର ସୁସମାଚାରରେ ଆନନ୍ଦ କରିବେ, ସୁସଜ୍ଜିତ ପାଦୁକା ପିନ୍ଧି ପରିତ୍ରାଣ ରୂପ ଚିରସ୍ଥାନ ଧାରଣ କରି ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କରି ସଦାପ୍ରଭୁ ପରମେଶ୍ୱରଙ୍କୁ ଆରାଧନା ଉପାସନା କରିପାରନ୍ତି। ତେଣୁକରି ପରମେଶ୍ୱରଙ୍କ ଯୋଜନା କ୍ରମେ ସେମାନଙ୍କୁ ପରମେଶ୍ୱର କ'ଣ କରୁଥିଲେ? ଚଲାଉଥିଲେ। ଆଜି ମଧ୍ୟ ନୂତନ ନିୟମର ବିଶ୍ୱାସ ଯେ ଆମେମାନେ ଆମମାନଙ୍କୁ ପରମେଶ୍ୱର ଏକ ସୁସଜ୍ଜିତ ପରମେଶ୍ୱରଙ୍କର ଶାନ୍ତି ରାଜ୍ୟ ସିୟନରେ ପ୍ରବେଶ କରିବା ପାଇଁ ଆମମାନଙ୍କୁ ମଧ୍ୟ କ'ଣ କରିବାକୁ ପଡ଼ିବ? ସୁସଜ୍ଜିତ ପାଦୁକା ପିନ୍ଧିବାକୁ ପଡ଼ିବ। ପରିତ୍ରାଣ ରୂପ ଚିରସ୍ଥାନ ଆମ ମସ୍ତକରେ ଧାରଣ କରିବାକୁ ପଡ଼ିବ। ଆତ୍ମାଙ୍କ ଖଡ୍ଗ ଆମଙ୍କ ଜୀବନରେ ସବୁବେଳେ ରହିବାକୁ ପଡ଼ିବ। ଈଶ୍ୱରଙ୍କ ବାକ୍ୟ ଧାରଣ କରି ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ପ୍ରତ୍ୟେକ ବିଷୟ ପାଇଁ ଆମେମାନେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ ପଡ଼ିବ। ତୁମେ ଯେତେବେଳେ ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର ଆଉ ପରମେଶ୍ୱରଙ୍କର ଦତ୍ତ ଅନୁଗ୍ରହ ପ୍ରାପ୍ତ ହୁଅ, ତାହେଲେ ତୁମେମାନେ ବିଜୟ ପଥରେ ଗମନ କରୁଅଛ। ତୁମମାନଙ୍କର ପ୍ରାର୍ଥନା ସାଧୁମାନଙ୍କ ନିମନ୍ତେ, ତୁମମାନଙ୍କର ପ୍ରାର୍ଥନା ପ୍ରଭୁଙ୍କ ଦାସମାନଙ୍କ ନିମନ୍ତେ, ତୁମମାନଙ୍କର ପ୍ରାର୍ଥନା ତୁମର ଲୋକମାନଙ୍କ ନିମନ୍ତେ, ତୁମମାନଙ୍କର ପ୍ରାର୍ଥନା ଆତ୍ମାର ଲାଭ ନିମନ୍ତେ, ଆତ୍ମାମାନଙ୍କୁ ଲାଭ କରିବା ନିମନ୍ତେ ତୁମମାନଙ୍କର ପ୍ରାର୍ଥନା କାମରେ ଲାଗିବାର ଅଛି। ମୋର ପ୍ରିୟ ଲୋକମାନେ, ସେଇ ପ୍ରାର୍ଥନା ଆତ୍ମାଙ୍କ ସାହାଯ୍ୟରେ ହେବାର ଅଛି। ସେଠି ପ୍ରେରିତ ପାଉଲ କହନ୍ତି, ମୁଁ ଚାଲୁଅଛି, ଯୀଶୁଙ୍କ ପଥରେ ଚାଲୁଅଛି, ଜୀବନର ଶେଷ ପର୍ଯ୍ୟନ୍ତ ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରୁଅଛି। ମୋ ପାଇଁ ପ୍ରାର୍ଥନା କରନ୍ତୁ। ମୋ ପାଇଁ ପରମେଶ୍ୱରଙ୍କ ନିକଟରେ ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ନିବେଦନ କରନ୍ତୁ, ଯେପରି ସୁସମାଚାର ନିମନ୍ତେ ଶୃଙ୍ଖଳାବଦ୍ଧ ରାଜଦୂତ ସ୍ୱରୂପ ଯେ ମୁଁ, ସେ କହୁଛନ୍ତି, ମୋତେ ପ୍ରଭୁ ଯେଉଁ କାର୍ଯ୍ୟ ପାଇଁ ପରମେଶ୍ୱର ନିଯୁକ୍ତ କରିଛନ୍ତି, ଏପିସିଓ ମଣ୍ଡଳୀର ଭାଇ ଭଉଣୀମାନେ, ମୁଁ ସେ କାମ କରିବାକୁ ଗୋଟେ ରାଜଦୂତ ପରି ଯାଉଅଛି। ହେଲେ ତୁମେମାନେ ମୋତେ